ନନ୍ଦନକାନନରେ ବିଶ୍ୱ ହସ୍ତୀ ଦିବସ ପାଳିତ। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବିଶ୍ୱ ହସ୍ତୀ ଦିବସ ପାଳନ ଅବସରରେ ଜଙ୍ଗଲୀ ହାତୀଙ୍କ ସୁରକ୍ଷାର ବାର୍ତ୍ତା ଦିଆଯାଇଛି। ଜଙ୍ଗଲୀ ହାତୀଙ୍କୁ ସୁରକ୍ଷା ପ୍ରଦାନ କରି ସଂରକ୍ଷିତ କରିବା ଓ ସେମାନଙ୍କର ବାସସ୍ଥଳୀ ଜଙ୍ଗଲକୁ ସୁରକ୍ଷା ପ୍ରଦାନ କରି ବଂଶବୃଦ୍ଧି କରାଇବା ମଣିଷ ସମାଜ ଗୁରୁତ୍ୱ ବହନ କରିବା ଲାଗି କାର୍ଯ୍ୟକ୍ରମ ମାଧ୍ୟମରେ ବାର୍ତ୍ତା ଦିଆଯାଇଛି। ହସ୍ତୀ ଦିବସରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ତଥା ପ୍ରକୃତି ଓ ବନ୍ୟପ୍ରାଣୀ ସଂରକ୍ଷକ ସମାଜର ସଦସ୍ୟ ବିକାଶ ରଞ୍ଜନ ଦାସ ଯୋଗ ଦେଇଥିବା ବେଳେ ଉପସ୍ଥିତ ଥିଲେ ନନ୍ଦନକାନନ ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ, ଜନ୍ତୁ ବିଭାଗ ଏସିଏଫ୍ ନୂତନ କୁମାର ହେମ୍ବ୍ରମ, ରେଞ୍ଜ ଅଫିସର ଭଗବାନ ବିଶୋଇ, ବରିଷ୍ଠ ଚିକିତ୍ସକ ଦଶରଥ କୁମାର ମିଶ୍ର, ଡକ୍ଟର ଶରତ କୁମାର ସାହୁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ। ହାତୀ ସଫାରିରୁ ହାତୀ ଓ ମାହୁନ୍ତମାନଙ୍କ ଉପସ୍ଥିତିରେ ଉତ୍ସବର ଶୁଭାରମ୍ଭ କରାଯାଇଥିଲା। ହାତୀମାନଙ୍କ ଲାଗି ସେମାନଙ୍କର ମନପସନ୍ଦର ଆଖୁ, କଦଳୀ, ସେଓ, ନଡ଼ିଆ ଓ ତରଭୁଜ ପ୍ରଭୃତି ଖଞ୍ଜାଯାଇ ରଖାଯାଇଥିଲା। ବୁଢ଼ୀ ବାସନ୍ତୀ, ଯୁବତୀ ହୀରା, କୁନି, ଆଶା ଓ ଲିସାଙ୍କୁ ମାହୁନ୍ତମାନେ ସାଥିରେ ଧରି ଉତ୍ସବସ୍ଥଳୀକୁ ଆସିଥିଲେ। ଆସିବା ପରେ ଛୁଆ ହାତୀ ଆଶା ଓ ଲିସା ସୁସ୍ୱାଦୁ ଖାଦ୍ୟ ପ୍ରତି ଧ୍ୟାନ ନ ଦେଇ ନଖରାମି କରି ଏଣେତେଣେ ବୁଲିଥିଲେ। ପୁଣି ଅତିଥିମାନଙ୍କୁ ଶୁଣ୍ଢରେ ଘଷିଥିଲେ। କାହା ସହିତ ଖେଳିବା ପାଇଁ ଶୁଣ୍ଢରେ ହାତ ଓ ପୋଷାକକୁ ଧରି ଟାଣିଥିଲେ। ଶେଷରେ ମୁଖ୍ୟ ଅତିଥି ପିସିସିଏଫ୍ ଶ୍ରୀଯୁକ୍ତ ଦାସ ହାତୀମାନଙ୍କୁ ଫଳ ଖୁଆଇ ଶୁଭାରମ୍ଭ କରିଥିଲେ। ସେହିଠାରେ ହାତୀ ମାହୁନ୍ତ ଅର୍ଜୁନ ଖମାରୀ, ଗଙ୍ଗା ଖମାରୀ, ସୁରେଶ ମହାନ୍ତି, ରବି ଓ ପପୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାପରେ କାନନ ବାଘୁଣୀ ସ୍ମୃତି ଛକରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରଶ୍ନୋତ୍ତର ଓ ଗଳ୍ପକଥନ ପ୍ରତିଯୋଗିତା କରାଯାଇଥିଲା। ଏଥିସହିତ ଭାଗ ନେଇଥିବା ଛାତ୍ରଛାତ୍ରୀ ବୁଲି ଆସିଥିବା ପର୍ଯ୍ୟଟକଙ୍କ ଲାଗି କରାଯାଇଥିବା ସେଲ୍ଫି ପଏଣ୍ଟରେ ହାତୀ ଛବି ସହିତ ଫଟୋ ଉଠାଇବା ଓ ଦସ୍ତଖତ ଅଭିଯାନରେ ସାମିଲ ହୋଇଥିଲେ। ପିସିସିଏଫ୍ ଶ୍ରୀଯୁକ୍ତ ଦାସ 1972 ମସିହାରୁ ଆଜି ପର୍ଯ୍ୟନ୍ତ ନନ୍ଦନକାନନ ସଫଳତାର ସହିତ ଜଙ୍ଗଲୀ ହାତୀ ସଂରକ୍ଷଣର ଭୂମିକା ନିର୍ବାହ କରି ଆସିଛନ୍ତି। ଓଡ଼ିଶାର ବିଭିନ୍ନ ଜଙ୍ଗଲରୁ ଉଦ୍ଧାର କରାଯାଇ ଏଠାକୁ ହାତୀ ଛୁଆମାନଙ୍କୁ ଅଣାଯାଇଛି। ସେମାନଙ୍କ ଚିକିତ୍ସା, ସେବା, ଲାଳନ ପାଳନ କରି ବଡ଼ କରାଯାଇଛି। ସବୁଠୁ ବଡ଼ ସଫଳତା ଭାବେ ଗତ ବର୍ଷ 3 ମାସର ହୋଇଥିବା ଅବସ୍ଥାରେ ଆଗପାଖ ଡାହାଣ ଗୋଡ଼ ଭାଙ୍ଗିଥିବା ଅବସ୍ଥାରେ ହାତୀ ଲିସାକୁ ଉଦ୍ଧାର କରାଯାଇ ତା ଭଙ୍ଗା ଗୋଡ଼ରେ କ୍ଲାମ୍ପ ଲଗାଇ 6 ମାସ ଚିକିତ୍ସା କରି ସମ୍ପୂର୍ଣ୍ଣ ସୁସ୍ଥ କରାଯାଇପାରିଛି। ସରକାର ହାତୀମାନଙ୍କ ସୁରକ୍ଷା, ହାତୀ ମଣିଷ ମଧ୍ୟରେ ଲଢ଼େଇ ଦୂର କରିବା ଲାଗି ସରକାର ଆଧୁନିକ ପଦ୍ଧତିରେ ଅନେକ କିଛି କରିଛନ୍ତି। ହାତୀ ଆକ୍ରମଣର ଶିକାର ଓ କ୍ଷୟକ୍ଷତି ପାଇଁ କ୍ଷତିପୂରଣ ଲାଗି ଅନଲାଇନ ବ୍ୟବସ୍ଥା ମଧ୍ୟ କରାଯାଇଥିବା ପିସିସିଏଫ୍ ବିକାଶ ରଞ୍ଜନ ଦାସ କହିଛନ୍ତି। ନନ୍ଦନକାନନରୁ ରୁଦ୍ର ନାରାୟଣ ଷଡ଼ଙ୍ଗୀଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।